आज ହେଉଛି ପବିତ୍ର ଅଁଳା ନବମୀ ଓ ଶ୍ରୀ ରାଧାଙ୍କ ପାଦ ଦର୍ଶନ। ଜୟ ଜଗନ୍ନାଥ, ଜୟ ଶ୍ରୀ ରାଧେ। ରାଜା ଉନମାଧବ ଯମୁନା ନଦୀ କୂଳରୁ ଆଣିଥିବା ଶ୍ରୀକୃଷ୍ଣଙ୍କ ମଣି ବିଗ୍ରହ ସାକ୍ଷାତ ମୂର୍ତ୍ତି ଭାବେ ବୃନ୍ଦାବନରେ ଅଧିଷ୍ଠିତ ହୋଇଥିଲେ। ପରବର୍ତ୍ତୀ ସମୟରେ ଏହି ମଣି ବିଗ୍ରହ ବୃନ୍ଦାବନରୁ କାଞ୍ଚିର ଜଣେ ଶ୍ରୀବତ୍ସ ବ୍ରାହ୍ମଣଙ୍କ ପାଇଁ ସାକ୍ଷୀ ଦେବା ପାଇଁ ଆସି କାଞ୍ଚିରେ ରହି ଆଉ ବୃନ୍ଦାବନ ଫେରିଲେ ନାହିଁ ଓ ସାକ୍ଷୀ ଗୋପାଳ ନାମରେ ପୂଜା ପାଇଲେ। ପରେ ଓଡ଼ିଶାର ରାଜା ପୁରୁଷୋତ୍ତମ ଦେବ କାଞ୍ଚି ବିଜୟ କରି ପ୍ରଭୁ ଶ୍ରୀ ସାକ୍ଷୀ ଗୋପାଳଙ୍କୁ ପୁରୀକୁ ସାଙ୍ଗରେ ନେଇ ଆସିଲେ। ପୁରୀରୁ କଟକସ୍ଥ ବାରବାଟୀ ଦୁର୍ଗ, ବାରବାଟୀ ଦୁର୍ଗରୁ ଖୋର୍ଦ୍ଧାସ୍ଥ ରଥିପୁର ଓ ପରେ କନ୍ତଳବାଇକୁ ପ୍ରଭୁଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ଶେଷରେ ପ୍ରଭୁଙ୍କ ମଣି ବିଗ୍ରହ ପୁରୀ ଶ୍ରୀମନ୍ଦିରର ଭୋଗ ମଣ୍ଡପ ନିକଟରେ ସ୍ଥାପିତ ହେଲା। ସାକ୍ଷୀ ଗୋପାଳ ଶ୍ରୀ ଜଗନ୍ନାଥ ମନ୍ଦିରରେ ପ୍ରତିଷ୍ଠିତ ହେବାର ଅଳ୍ପ ଦିନ ପରେ ରାଜା ରାମଚନ୍ଦ୍ର ଦେବଙ୍କୁ ଶ୍ରୀ ଜଗନ୍ନାଥଙ୍କ ସ୍ୱପ୍ନାଦେଶ ହେଲା, ସାକ୍ଷୀ ଗୋପାଳ ଭୋଗ ବୁହା ବାଟ ପାଖରେ ବସି ଆମର ପିଠା ଆଦି ସମସ୍ତ ମିଷ୍ଟାନ୍ନ ପଦାର୍ଥ ଗୁଡ଼ିକ ଆଗରୁ ଉଚ୍ଛିଷ୍ଟ ଅଇଁଠା କରିଦେଉଛି। ଆମେ ଉପବାସ ରହୁଛୁ। ରାଜାଙ୍କ ନିଦ ତତ୍କ୍ଷଣାତ୍ ଭାଙ୍ଗିଗଲା। ରାଜା ଭାରି ବ୍ୟସ୍ତ ହୋଇପଡ଼ିଲେ। ରାଜା ଏହିପରି ଅସ୍ୱସ୍ତିକର ଅବସ୍ଥାରେ ଥିବା ସମୟରେ ବାବା ବ୍ରହ୍ମଚାରୀ ନାମକ ଜଣେ ସନ୍ନ୍ୟାସୀ ରାଜାଙ୍କ ପାଖକୁ ଯାଇ କହିଲେ, ହେ ରାଜନ, ପୁରୀଠାରୁ 15 ମାଇଲ ଦୂର ବ୍ରାହ୍ମଣ ଶାସନର କେନ୍ଦ୍ରସ୍ଥଳ ପୁଣ୍ୟତୋୟା ରତ୍ନଚିରା ନଦୀ ତୀରବର୍ତ୍ତୀ ଛୁରିଅନା ବକୁଳ ତମାଳ କେତକୀ ଓ ନାରିକେଳ ବୃକ୍ଷ ପରିପୂର୍ଣ୍ଣ ପ୍ରାକୃତିକ ବନରେ ଶ୍ରୀ ସାକ୍ଷୀ ଗୋପାଳଙ୍କୁ ସ୍ଥାପନ କର। ଏହି ଧାମ ଠିକ୍ ବୃନ୍ଦାବନ ଧାମ ପରି। ରାଜା ଶ୍ରୀ ରାମଚନ୍ଦ୍ର ଦେବ ବାବା ବ୍ରହ୍ମଚାରୀଙ୍କ ପରାମର୍ଶକୁ ସାକ୍ଷୀ ଗୋପାଳଙ୍କ ଇଚ୍ଛା ଭାବି ଏହି ପ୍ରାକୃତିକ ବନରେ ପ୍ରଥମେ ସିଦ୍ଧ ବଳରାମଙ୍କ ନିକଟରେ ଏକ ମନ୍ଦିର ପ୍ରତିଷ୍ଠା କରାଇ ଶ୍ରୀ ସାକ୍ଷୀ ଗୋପାଳଙ୍କୁ ସ୍ଥାପନ କରାଇଲେ। ପରବର୍ତ୍ତୀ କାଳରେ ବର୍ତ୍ତମାନର ମନ୍ଦିର ନିର୍ମାଣ କରାଯାଇଅଛି। ଶ୍ରୀକୃଷ୍ଣ ସାକ୍ଷୀ ଗୋପାଳ ରୂପରେ ରହିଲେ ସାକ୍ଷୀ ଗୋପାଳରେ, ଶ୍ରୀ ରାଧା ରହିଲେ ବୃନ୍ଦାବନରେ। ପରସ୍ପର ସହିତ ମିଳନ ନ ହେବାରୁ ଉଭୟ ଭାରି ଅସ୍ୱସ୍ତି ଅନୁଭବ କଲେ। ସମୟକ୍ରମେ ପ୍ରିୟା ଶ୍ରୀ ରାଧା ସେବକ ସାହି ସ୍ଥିତ ଶ୍ରୀ ସାକ୍ଷୀ ଗୋପାଳଙ୍କ ବଡ଼ ପଣ୍ଡା ବେଲେଶ୍ୱର ମହାପାତ୍ରଙ୍କ ଘରେ ମାନବୀ ପ୍ରିୟା ଲକ୍ଷ୍ମୀ ରୂପରେ ଜନ୍ମଲାଭ କଲେ। ପ୍ରଭୁ ସାକ୍ଷୀ ଗୋପାଳ ନିତ୍ୟ ରାତ୍ରର ତୃତୀୟ ପ୍ରହରରେ ମନ୍ଦିର ଛାଡ଼ି ଆସି ଲକ୍ଷ୍ମୀ ସହ ଲକ୍ଷ୍ମୀଙ୍କ ବାସଭବନରେ ମିଳିତ ହୁଅନ୍ତି। ଗୁପ୍ତ ବୃନ୍ଦାବନ ରୂପେ ପରିଚିତ ବକୁଳ ବନରେ ଲକ୍ଷ୍ମୀ ସହ କେଳି କରନ୍ତି। ଅଧିକାଂଶ ସମୟରେ ପ୍ରଭୁଙ୍କ ବଂଶୀ, ରାତ୍ରପିନ୍ଧା ବସନ, ଚୂଳ ଆଦି ଲକ୍ଷ୍ମୀଙ୍କ ଶୟନ ସେଜରୁ ମିଳିବାରୁ ରାଜା ବଡ଼ପଣ୍ଡାଙ୍କୁ ଚୋର କହି ନାନା ନିର୍ଯାତନା ଦେଲେ। ବଡ଼ପଣ୍ଡା ବେଲେଶ୍ୱର ମହାପାତ୍ରେ ନିରୁପାୟ ହୋଇ ସାକ୍ଷୀ ଗୋପାଳଙ୍କର ଶରଣ ପଶିଲେ। ଭକ୍ତବତ୍ସଳ ଭଗବାନ ଶ୍ରୀ ସାକ୍ଷୀ ଗୋପାଳ ରାଜାଙ୍କୁ ସ୍ୱପ୍ନରେ କହିଲେ, ହେ ରାଜନ, ବଡ଼ପଣ୍ଡା ନିର୍ଦ୍ଦୋଷ। ମୋର ପ୍ରିୟା ରାଧା ତାଙ୍କ ଘରେ ଲକ୍ଷ୍ମୀ ରୂପରେ ଜନ୍ମଲାଭ କରିଛି। ତୁ ଯଥାଶୀଘ୍ର ଲକ୍ଷ୍ମୀଙ୍କ ପରି ଏକ ସୁବର୍ଣ୍ଣ ପ୍ରତିମା ଶୀଘ୍ର ନିର୍ମାଣ କରାଇ ମୋ ପାଖରେ ପ୍ରତିଷ୍ଠା କର। ପ୍ରଭୁଙ୍କ ସ୍ୱପ୍ନାଦେଶ ଅନୁସାରେ ରାଜା ଗଡ଼ଜାତ ରଣପୁର ଅଞ୍ଚଳରୁ କେତେକ କୁଶଳୀ କାରିଗର ଅଣାଇ ଲକ୍ଷ୍ମୀଙ୍କ ପରି ଗୋଟିଏ ସୁବର୍ଣ୍ଣ ମୂର୍ତ୍ତି ନିର୍ମାଣ କରାଇଲେ। ମୂର୍ତ୍ତିଟି ନିର୍ମାଣ ଆରମ୍ଭ ଦିନରୁ ଲକ୍ଷ୍ମୀ ରୋଗରେ ଶଯ୍ୟାଶାୟୀ ହେଲେ। ମୂର୍ତ୍ତିର ଜୀବନ୍ୟାସ ଦିଆହେବା ସମୟରେ ଲକ୍ଷ୍ମୀ ଇହଲୀଳା ସମ୍ବରଣ କରିଥିଲେ। ପ୍ରଭୁ ସାକ୍ଷୀ ଗୋପାଳଙ୍କର ଇଚ୍ଛା ଅନୁଯାୟୀ ତାଙ୍କର ପ୍ରିୟା ଲକ୍ଷ୍ମୀଙ୍କ ମର ଶରୀରକୁ ସାକ୍ଷୀ ଗୋପାଳ ମନ୍ଦିର ସମ୍ମୁଖରେ ସଂସ୍କାର କରାଯାଇଥିଲା। କିମ୍ବଦନ୍ତୀକୁ ସ୍ମରଣ ରଖିବା ପାଇଁ ପରବର୍ତ୍ତୀ ସମୟରେ ଲକ୍ଷ୍ମୀଙ୍କ ସମାଧି ସ୍ଥଳରେ ଏକ ମହାବୀର ମନ୍ଦିର ପ୍ରତିଷ୍ଠା କରାଗଲା। ଲକ୍ଷ୍ମୀଙ୍କୁ ରାଧିକା ରୂପେ ପାଇ ଶ୍ରୀ ସାକ୍ଷୀ ଗୋପାଳଙ୍କ ଦୀର୍ଘ ଦିନର ମନସ୍କାମନା ପୂର୍ଣ୍ଣ ହେଲା। ଠାକୁର ପଶ୍ଚିମାଞ୍ଚଳବାସୀ ହୋଇଥିବାରୁ ଅନ୍ନପ୍ରସାଦ ପରିବର୍ତ୍ତେ ଗହମଜାତ ସାମଗ୍ରୀ ଭୋଗ କରାଗଲା। ପଶ୍ଚିମାଞ୍ଚଳ ମହିଳାଙ୍କ ପରି ଦେବୀ ଶ୍ରୀ ରାଧାଙ୍କ ପିନ୍ଧା ଶାଢ଼ୀ ଦ୍ୱାରା ତାଙ୍କର ପାଦପଦ୍ମ ବର୍ଷ ସାରା ଘୋଡ଼ାଇ ହୋଇ ରହିଲା। ଏହିଭଳି କିଛି ଦିନ ଯିବା ପରେ କେତେକ ସେବକ ବିଚାର କଲେ, ଠାକୁରାଣୀ ଶ୍ରୀ ରାଧା ମାନବୀ ପ୍ରିୟା ଲକ୍ଷ୍ମୀ ରୂପେ ଆମ ଓଡ଼ିଶାରେ ଆସି ସତ୍ୟବାଦୀରେ ରହିଲେ, କିନ୍ତୁ ଦିନେ ହେଲେ ତ ଓଡ଼ିଆଣୀ ବେଶ ହେଲେ ନାହିଁ। ପରିଶେଷରେ ସ୍ଥିର ହେଲା, ଶ୍ରୀ ରାଧା ରୂପେ ପୂଜା ପାଉଥିବା ମାନବୀ ପ୍ରିୟା ଲକ୍ଷ୍ମୀଙ୍କ ଜନ୍ମଦିନ କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥିରେ ହୋଇଥିବାରୁ ଶ୍ରୀ ରାଧାଙ୍କୁ ଓଡ଼ିଆଣୀ ବେଶ ଅନୁଷ୍ଠିତ କରିବେ ବୋଲି ସ୍ଥିର ହେଲା। ବେଶ ସମୟରେ ଠାକୁରାଣୀ କାଣିଆ କଛା ମାରନ୍ତି। ଫଳରେ ବର୍ଷ ସାରା ଶାଢ଼ୀରେ ଆବୃତ ହୋଇ ରହିଥିବା ଠାକୁରାଣୀଙ୍କ ପାଦପଦ୍ମ ଦ୍ୱୟକୁ ଭକ୍ତମାନେ ଦର୍ଶନ କରନ୍ତି।
ଏହି ଦିନ ଗୋପାଳଙ୍କୁ ଚନ୍ଦନ ଚର୍ଚ୍ଚିତ କରାଯାଇ ମସ୍ତକରେ ସ୍ୱର୍ଣ୍ଣ କିରୀଟ, ହାତରେ ସୁବର୍ଣ୍ଣ ବଂଶୀ ସାଙ୍ଗକୁ ନଟବର ବେଶରେ ଏବଂ ରାଧାଙ୍କୁ ଖଣ୍ଡୁଆ ପାଟ ବସ୍ତ୍ର ସହ କିରୀଟ, ପାଉଁଜି, ଝୁଣ୍ଟିଆ, କୁଣ୍ଡଳ, ଚାପସରି ସେବିତ ହାର, ନୋଥ, ଗୁଣା ଏବଂ ଅଁଳା ହାର ଲାଗି କରାଯାଏ। ରାଧାପାଦ ଦର୍ଶନ, ଆହା କି ସୁନ୍ଦର! ମୁଁ ଯାଇଥିଲି ଯୁଗଳ ପାଦଦ୍ୱୟକୁ ଦର୍ଶନ କରିବ ଭଗବାନ। ଯାହା ଉପରେ ଶ୍ରୀ ରାଧାଙ୍କ କୃପା ଥିବ, ଯେମିତି ହେଲେ ଯେଉଁ ଉପାୟରେ ଯେମିତି ହେଲେ ଯାଇକି ଶ୍ରୀ ରାଧାଙ୍କୁ ଦର୍ଶନ କରିବ। ଏହା ହେଉଛି ମୋର ବ୍ୟକ୍ତିଗତ ଅନୁଭବ। ମୁଁ କେବେ ଭାବିନଥିଲି ଯେ ମୁଁ ଯିବି ସାକ୍ଷୀଗୋପାଳ ଶ୍ରୀ ରାଧାଙ୍କୁ ପାଦଦ୍ୱୟକୁ ଦର୍ଶନ କରିବି। ସେ ସୌଭାଗ୍ୟ ମିଳିଥିବାରୁ ଶ୍ରୀ ରାଧା ରାଣୀଙ୍କ ପାଖରେ, ଶ୍ରୀ ପ୍ରଭୁ ଭଗବାନ ଶ୍ରୀକୃଷ୍ଣଙ୍କ ପାଖରେ ମୁଁ ବହୁତ କୃତଜ୍ଞ। ପ୍ରଭୁ ଆପଣଙ୍କ କୃପା ଏମିତି ଥାଉ। ଧନ ନ ଦିଅ ମୋତେ, ଜନ ନ ଦିଅ, ଯେତିକି ଦେଇଛ ମୁଁ ଶାନ୍ତି, କିନ୍ତୁ ଆପଣ ସବୁବେଳେ ସାଥିରେ ରହିଥାନ୍ତୁ ପ୍ରଭୁ, ଏତିକି ମୋର କାମନା। ଆପଣଙ୍କୁ ଯିଏ କିଛି ନ ମାଗେ ଆପଣ ତାକୁ ସବୁ ଦେଇଦିଅନ୍ତି, ଆପଣ ନିଜକୁ ବି ସମର୍ପଣ କରିଦିଅନ୍ତି ତା ସାଥିରେ। ମୁଁ ସେମିତି ପ୍ରଭୁ, ମୁଁ ଆପଣଙ୍କୁ କିଛି ମାଗୁନି, କେବଳ ଆପଣଙ୍କର ସାଥି, ଆପଣ ସାଥ ରହିଥିବା ମୋର ଦରକାର। କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥି ପବିତ୍ର ଅଁଳା ନବମୀ ବା ଧାତ୍ରୀ ନବମୀ ତଥା ଶ୍ରୀ ରାଧା ପାଦ ଦର୍ଶନ ଯାତ୍ରା ରୂପେ ସୁପରିଚିତ। ବର୍ଷ ସାରା ଲୁଗା ଘେରରେ ଘୋଡ଼ାଇ ହୋଇଥିବା ପାଦପଦ୍ମଦ୍ୱୟକୁ ବର୍ଷକେ ଥରେ ନବମୀ ଦିନ ଭକ୍ତମାନେ ଦର୍ଶନ କରି ଆଶୀଷ ଲାଭ କରନ୍ତି ପାଇଁ ଏହି ଦିବସ ଶ୍ରୀ ରାଧା ପାଦ ଦର୍ଶନ ନାମରେ ବେଦିତ। ଜୟ ଶ୍ରୀ ରାଧେ, ଜୟ ଶ୍ରୀ ଜଗନ୍ନାଥ।